ସେଟା ଘୋର ଅନ୍ୟାୟ ନା ନା ଘୋର ଅନ୍ୟାୟ ପିସିସି ଅଫିସ ଭିତରେ ଅନ୍ୟମାନେ ନେତାମାନେ ଅଛନ୍ତି ଯାହା ଦେଖାଉଛି ଟ୍ରେଲରରେ ଆପଣଙ୍କ ଚ୍ୟାନେଲରେ ତାଙ୍କୁ ଗୋଟେ କାଳିମାଡ଼ା କରିବା ଅନ୍ୟାୟ ହେଇଛି। ଯଦି ତମର କିଛି ଆଲିଗେସନ ଅଛି ଏଆଇସିସି କି ଲେଖ। ଏଆଇସିସି ବାଲା କ'ଣ କରୁଛନ୍ତି? ଖଗଡ଼େ କ'ଣ କରୁଛନ୍ତି? ଅଜୟ କୁମାର କ'ଣ କରୁଛନ୍ତି? ସେମାନେ ନିଜେ ଇନକ୍ୱାରି କରନ୍ତୁ ତାଙ୍କ ଆଲିଗେସନ ଉପରେ। ତମେ କଳା ପକେଇବା ତେଣୁ ପିସିସି ସଭାପତି ଉପରେ ଘୋର ଅନ୍ୟାୟ ହେଇଛି ପିସିସି ଅଫିସ ଭିତରେ। ତେଣୁ ମୁଁ ଡିମାଣ୍ଡ କରୁଛି ତୁରନ୍ତ ଇନକ୍ୱାରି କରାଯାଉ କିଏ ପକେଇଛି, କ'ଣ ପାଇଁ ପକେଇଛି, କାହିଁକି ସେ ଏଆଇସିସି ଆଲିଗେସନ ନ କରି ଡାଇରେକ୍ଟ ପିସିସି ସଭାପତିକି ଆଟାକ୍ କରିଛନ୍ତି, କଳା ପକେଇଛନ୍ତି। ଅତି ନିନ୍ଦନୀୟ କଥା ଏ। ମୁଁ ଘୃଣା କରୁଛି ଏସବୁ କାର୍ଯ୍ୟକୁ ପସନ୍ଦ କରେ ନା। ଅନ୍ୟାୟରେ ମୋତେ ବାହାର କରିଦିଆଯାଇଛି। ଯେଉଁ ଲୋକ 57 ବର୍ଷ ହେଲା କଂଗ୍ରେସ ପତାକା ଧରି ରାଜଧାନୀରେ ଠିଆ ହେଇଛି, ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ରିସିଭ୍ କରୁଛୁ ଆଜି ଅଜୟ କୁମାର ପର୍ଯ୍ୟନ୍ତ। ତା ପୁଅକୁ ଦିଆଗଲା ବିଜେଡି ଟିକେଟ, ସେଥିପାଇଁ ଆମେ ସସ୍ପେଣ୍ଡ ହବୁ? ଘୋର ଅନ୍ୟାୟ କରାହେଇଛି। ମୁଁ ଦେଖା କରିବି ଅଜୟ କୁମାର, ଦେଖା କରିବି ଖଗଡ଼େଙ୍କୁ, ଦେଖା କରିବି ଅଜୟ ୟା ଭିତରେ ଯାଉଛି ମୁଁ ରାହୁଲ ଗାନ୍ଧୀ ଦେଖା କରିବା ପାଇଁ, ସୋନିଆ ଗାନ୍ଧୀକି ଦେଖା କରିବା। ମୋର ଘନିଷ୍ଠ ସମ୍ପର୍କ। ଆର ମାସ ଫାର୍ଷ୍ଟ ୱିକରେ ଯିବି। ନେଇ ଯିବି, ମତେ ଦିଅନ୍ତି, ଗଲା ମାତ୍ରେ ମିଳିବ। ହଁ ହଁ, ଅନ୍ୟାୟରେ କରାହେଇଛି ଯେ ଆଲୋଚନା କରିବି କ'ଣ ପାଇଁ ମତେ କରାହେଇଛି। ହଁ, ଉଠେଇ ଦିଅ ବୋଲି କହିବି, କାରଣ ମୁଁ କଂଗ୍ରେସରେ ମରିବି ବୋଲି ଘୋଷଣା କରିଛି। କଂଗ୍ରେସ ଦଳ ଛାଡ଼ିବିନି। ତେଣୁ ନାଇଁ ନାଇଁ, ମୁଁ ଭାରି ପ୍ରିନ୍ସିପଲ ଲୋକ। ଯେପର୍ଯ୍ୟନ୍ତ ସସ୍ପେଣ୍ଡ ହେଇଛି ମୁଁ ସେ ଏରିଆ ମାଡ଼ିବିନି। ମନ ସବୁବେଳେ ନା। କଂଗ୍ରେସ ଭବନ ହେଲା ମୋର ମନ୍ଦିର, ନେହେରୁ ପରିବାର ହେଲେ ମୋର ଦେବତା। ତେଣୁ ମନ ସବୁବେଳେ ରହିଛି କଂଗ୍ରେସ ଭବନ ପ୍ରତି, ନେହେରୁ ପରିବାର ପ୍ରତି। ଏବେ ବି ଶୁଣୁଥିବେ ରାହୁଲ ଗାନ୍ଧୀ କମିଂ 2029ରେ ପ୍ରଧାନମନ୍ତ୍ରୀ ହେବେ। 50 MP ଥିଲେ, ଏଥର 100 ହେଲେଣି। ଇଣ୍ଡିଆ ମେଟ ପ୍ରାୟ 223-24 ହେଲାଣି, ଫେର ଦିଟା ମିଶିଲେଣି ଏବେ। ତେଣୁ ବିରାଟ ପରିବର୍ତ୍ତନ ହବ। ସେଇ ନେହେରୁ ପରିବାର ଫେର ଭାରତ ବର୍ଷର ଦାୟିତ୍ୱ ନେବେ। ସମୟକୁ ଅପେକ୍ଷା କର। ସମସ୍ତଙ୍କ ବିଷୟରେ ଚର୍ଚ୍ଚା କରାଯିବ, ଆଲୋଚନା କରାଯିବ। ଯେଉଁମାନେ ସସ୍ପେଣ୍ଡ କରିଛନ୍ତି ତାଙ୍କର କ'ଣ ଦାନ ଅଛି କଂଗ୍ରେସ ଦଳ ପ୍ରତି? ଆମକୁ ଯେ ସସ୍ପେଣ୍ଡ କରିଛନ୍ତି କ'ଣ ଅଛି ତାଙ୍କର? ଆମେ ଯେତେବେଳେ କଂଗ୍ରେସରେ ଥିଲୁ ସେ ଜନ୍ମ ହେଇଥିଲେ, ଏ ଅଜୟ କୁମାର ଜନ୍ମ ହେଇଥିଲା। 57 ବର୍ଷ ହେଲା କଂଗ୍ରେସକୁ ବଞ୍ଚେଇକି ରଖିଛୁ ରାଜଧାନୀ ଉପରେ ଆମେ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମୟରୁ। ତେଣୁ ଘୋର ଅନ୍ୟାୟ ହେଇଛି ଆମ ପ୍ରତି। ମୁଁ ନିଶ୍ଚୟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଖଗଡ଼େଙ୍କୁ ଦିଲ୍ଲୀ ଯାଇ ଦେଖା କରିବି ଆର ମାସରେ ବୋଲି ସ୍ଥିର କରିଛି। ହଁ ହଁ, ମୋ ପାଖକୁ ସିଗ୍ନାଲ ଆଇଲାଣି ଯେ ଆମେ ଉଠେଇଦେବୁ। ଏତେ ସନ୍ଦେହ ଅଛି? ମୁଁ କଂଗ୍ରେସରେ ମରିବି, କଂଗ୍ରେସରେ ରହିବି, କଂଗ୍ରେସରେ ରହିଛି, କଂଗ୍ରେସ କାମ କରିବି। 5ଟା ଖଟି କରିଦେଇଛି ଭୁବନେଶ୍ୱରରେ। ମୁଁ ଗୋଟେ ଜାନକୀ ପଟ୍ଟନାୟକ ଘର ପାଖରେ ଗୋଟେ ଦେଖିବେ ଝାଡ଼େଶ୍ୱରୀ ଖଟି କରିଦେଇଛି, ସେଠି ପହଞ୍ଚି। ଗୋଟେ ଗୁଆଝରରେ ଖଟି କରିଦେଇଛି, ସେଠି ପହଞ୍ଚି। ଗୋଟେ ମାଉସୀ ଖଟି ତା ଚାର କଂଗ୍ରେସ ଭବନ ଅଛି। ସେଠି ଓକିଲ, ଡାକ୍ତର, ରିଟାୟାର୍ଡ ଅଫିସର, ଛାତ୍ର, ଯୁବକ, ମହିଳା, ଆଦିବାସୀ ସମସ୍ତେ ପହଞ୍ଚୁଛନ୍ତି। ତେଣୁ ଅସୁବିଧା କିଛି ନାହିଁ। ମନ ସିଓର ଡାକୁଛି। ନିନ୍ଦା, ଘୋର ନିନ୍ଦା, ଟିକିଏ ନୁହଁ। ଯାହାହେଲେ ମଧ୍ୟ ପିସିସି ସଭାପତି ସେ। ଯଦି ତମର କିଛି ଆଲିଗେସନ ଅଛି ଏଆଇସିସି ଜଣା, ଏଆଇସିସି ଇନକ୍ୱାରି କରୁ କେତେ ଟ୍ରୁ ତମ ଆଲିଗେସନର। କିଛି ନ କହି ତମେ ଗୋଟେ କାଳି ଫାଳି ପକେଇଦବ, ବାଡ଼େଇଦବ, ଇଏ କରିଦବ। ମୁଁ ଏଗୁଡ଼ାକୁ ପୁରା ନିନ୍ଦା କରୁଛି। ନାଇଁ, ମୋର କିଛି ନାହିଁ। ମୁଁ ସିଧା ରାହୁଲ ଗାନ୍ଧୀ, ଖଗଡ଼େ, ସୋନିଆ ଗାନ୍ଧୀ ଦେଖା କରିବି। ଅତି ଅନ୍ୟାୟରେ ମୋତେ ସସ୍ପେଣ୍ଡ କରାଯାଇଛି। କାହିଁ କରାଯାଇଛି ନିଶ୍ଚିନ୍ତ ମୁଁ ଆଲିଗେସନ କରିବି।